ସାଙ୍ଗମାନେ ଆଜି ମୁଁ ନେଇଯାଉଛି ଆପଣମାନଙ୍କୁ ମୋ ରୋଷେଇ ଘରକୁ ଆଉ ଆପଣମାନଙ୍କୁ ଦେଖେଇବି ମୁଁ ଆଜି ବ୍ରେକଫାଷ୍ଟରେ କ'ଣ କରିଛି। ଜୟ ଜଗନ୍ନାଥ। ମୁଁ ସ୍ନିଗ୍ଧା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ କିଛି ସ୍ମୃତି କିଛି ଅନୁଭୂତିକୁ। ସାଙ୍ଗମାନେ ଆଜି ଥିଲା ଗୁରୁବାର, ତେଣୁ ଗୁରୁବାରରେ ମୁଁ ଆଜି ବ୍ରେକଫାଷ୍ଟରେ ବନାଉଛି ପରଟା। ଆଉ ଏଇ ପରଟା ସହିତ ମୁଁ ଆଳୁ ଭଜା ବନାଉଛି, କାରଣ କାଲିର ଛୋଲେ ତରକାରୀ କିଛି ରହିଯାଇଛି। ମୋ ହଜବେଣ୍ଡ ଆଉ ପିଲାମାନେ ଖାଇଦେବେ। ଆଉ ମୁଁ ମୋ ପାଇଁ ପ୍ରଥମେ କିଛି ଆଳୁ ଭଜା ବନେଇଲି। ସାଙ୍ଗମାନେ ପ୍ରଥମେ କିଛି ଆଳୁ କାଟିଦେଲି, ଆଉ ଜିରା ଲଙ୍କା ଫୁଟେଇ ଆଳୁ ପକେଇ ତାକୁ ଭଲ ଭାବରେ ଭାଜିଦେଲି। ଏଇ ଦେଖନ୍ତୁ ମୁଁ କେମିତି ଆଳୁ ଭାଜୁଛି, କାରଣ ଆଜି ତ ଗୁରୁବାର, ସେଥିରେ ପିଆଜ ପଡ଼ିବନି। ଆଉ ମୁଁ ସେମିତି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା ପକେଇକି ଆଳୁ ଭଜା କରିଦେଇଛି। ଆଳୁ ଭଜା ତ ସରିଗଲା, ଏବେ ମୁଁ ଅଟା ଚକଟୁଛି। ଏଇ ଅଟାରେ କିଛି ତେଲ, କିଛି ଚିନି, କ୍ଷୀର ଆଉ ଲୁଣ ପକେଇକି ଭଲ ଭାବରେ ଚକଟି ଦେଲି। ମୋର ଆଜି ଇଚ୍ଛା ଅଛି ସାଙ୍ଗମାନେ 3 ପ୍ରକାର ପରଟା କରିବି। ଆଉ ସମସ୍ତେ ଯେମିତି କରନ୍ତି ଆଜ୍ ୟୁଜୁଆଲ୍ 3 କୋଣିଆ ପରଟା, ମୁଁ ପ୍ରଥମେ ଗୋଟେ 3 କୋଣିଆ ପରଟା କରିଦେଲି। ତାପରେ ଆଉ ଗୋଟେ ଗୁଳାକୁ ନେଇକି ତାକୁ ଗୋଲ କରି ବେଲି ଦେଲି, ଆଉ ତା ଭିତରେ ତେଲ ଟିକେ ମାରିଦେଲି। ତାପରେ ତାକୁ ଦେଖନ୍ତୁ ମୁଁ ଏପଟ ସେପଟ କରି ଭାଙ୍ଗିଦେଲି। ତାପରେ ତାକୁ ବେଲି 4 କୋଣିଆ ପରଟାର ସେପ୍ ଦେଲି। ତାପରେ ଗୋଲ ପରଟାଟିଏ ପ୍ରସ୍ତୁତ କଲି। ଏଇ ଗୋଲ ପରଟା ପାଇଁ ମୁଁ କିଛି ଅଟା ଗୁଳାକୁ ନେଇକି ତାକୁ ଲମ୍ବା ଆକାର ସେପ୍ ଦେଲି, ଆଉ ସେଥିରେ ଟିକେ ତେଲ ଲଗେଇ ଦେଇକି ତାକୁ ଗୋଲ ଗୋଲ କରି ଗୁଡ଼େଇ ଦେଲି, ଆଉ ତାପରେ ତାକୁ ବେଲି ଦେଲି। ତାପରେ ତାୱାରେ ତାକୁ ଏପଟ ସେପଟ ଭଲ ଭାବରେ ସେକି ତେଲ ପକାଇ ଯେମିତି ଆପଣ ପରଟା କରନ୍ତି ମୁଁ ସେମିତି କରିଦେଲି। ତାପରେ ମୁଁ ସେଇ ପରଟା ଆଉ ରାତିରେ ଥିବା ଛୋଲେ ଆଉ ତା ସାଙ୍ଗରେ କିଛି ପିଆଜ, ଲେମ୍ବୁ ଦେଇ ହଜବେଣ୍ଡକୁ ଖାଇବାକୁ ଦେଲି। ସେ କହିଲେ 4 କୋଣିଆ ପରଟାଟି ବହୁତ ଟେଷ୍ଟି ହେଇଛି। ଆମେ ତ ସବୁବେଳେ 3 କୋଣିଆ ପରଟା ଖାଉ, ଆଉ 4 କୋଣିଆ ପରଟାଟା ଆକ୍ଚୁଆଲ ଭଲ ହେଇଥିଲା। ତାଙ୍କଠୁ ଶୁଣି ମୁଁ ମୋ ପାଇଁ 4 କୋଣିଆ ପରଟା 3ଟି ପ୍ରସ୍ତୁତ କଲି। ତାପରେ ସାଙ୍ଗମାନେ ସେଇ 4 କୋଣିଆ ପରଟା ସହିତ ମୁଁ ଆଳୁ ଭଜା, ଲେମ୍ବୁ, ଲଙ୍କା ନେଇ ତାକୁ ବ୍ରେକଫାଷ୍ଟରେ ଖାଇଥିଲି। ସାଙ୍ଗମାନେ ଆପଣମାନେ ବି ଥରେ ଟ୍ରାଏ କରନ୍ତୁ ଏଇ 4 କୋଣିଆ ପରଟା। ଆଉ ଏଇ 4 କୋଣିଆ ପରଟା ସତରେ ଭାରି ଟେଷ୍ଟି ଆଉ ନରମ ମଧ୍ୟ ହେଇଥିଲା। ଆଉ ମୁଁ ଯେମିତି ପରଟାରେ କିଛି କ୍ଷୀର, ଚିନି ଦେଇ ପ୍ରସ୍ତୁତ କରିଛି, ତେବେ ଆପଣମାନେ ବି ଥରେ ଟ୍ରାଏ କରନ୍ତୁ ନା, ଦେଖିବେ ବହୁତ ଟେଷ୍ଟ ଲାଗିବ। ଏତିକିରେ ରହିଲି ସାଙ୍ଗମାନେ। ଯଦି ଆପଣମାନେ କେବେ ଟ୍ରାଏ କରିବେ ତାହେଲେ କମେଣ୍ଟରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ। ଆପଣମାନଙ୍କ ଦିନ ଶୁଭମୟ, ମଙ୍ଗଳମୟ ହେଉ।